ଜୟ ଜଗନ୍ନାଥ। ଆଜି ଆସିଥିଲୁ 500 ଲିଟର ଫ୍ରିଜ୍କୁ ଦେଖିବା ପାଇଁ ଡିପ୍ ଫ୍ରିଜର୍ ଆମର ବ୍ଲୁ ଷ୍ଟାରର ଫ୍ରିଜ୍। ଆସିଥିଲୁ ଓଲ୍ଡ ବ୍ରହ୍ମପୁର ନୂଆପେଣ୍ଟ ଛକ। ତ ବ୍ଲୁ ଷ୍ଟାର ଫ୍ରିଜ୍ରେ କଷ୍ଟମର କହୁଛନ୍ତି କୁଲିଂ କିଛି ବି ହେଉନି, ମାନେ ଅଳ୍ପ କୁଲିଂ ହେଉଛି। ଦେଖିପାରୁଥିବେ ଭିତରେ ପୁରା କୁଲିଂ ଠିକ୍ଠାକ୍ ହେଉଛି, ମୋତେ ଯାହା ଲାଗୁଛି ଠିକ୍ଠାକ୍ ଅଛି। ତ ଆମେ ଆଣିଛୁ ଟେମ୍ପରେଚର ମିଟର ପକାଇକି ଚେକ୍ କରିବା କେତେ କୁଲିଂ ଆସୁଛି ଆଉ କେତେ କୁଲିଂ ରହିବା ଦରକାର, ସେଇଟା ଆପଣଙ୍କୁ ଜଣାଇବି ନିଶ୍ଚୟ। ଡିପ୍ ଫ୍ରିଜରେ ସବୁବେଳେ କୁଲିଂ ଆଇସ୍କ୍ରିମ୍ ରଖିବେ ମାନେ ସବୁବେଳେ -17-18 ରହିବା ଦରକାର, ହେଲେ ଆଇସ୍କ୍ରିମ୍ ପୁରା ହାର୍ଡ଼ ହେବ। ଏହା ପକାଇ ଚଲେଇଲି -6 ଆସିଗଲାଣି। ତ 10-15 ମିନିଟ୍ ରହି ଚେକ୍ କରିବା କେତେ ଆସୁଛି। ଦେଖିପାରୁଥିବେ -14 ଆସିଗଲାଣି, ଆଉ -17-18 ଆସୁଛି ନା ନାହିଁ ପରଫେକ୍ଟ। ଯଦି 18 ଆସୁଛି ମାନେ ଠିକ୍ ଅଛି, ତ ନହେଲେ ଦେଖିବେ କ'ଣ ହେବ କ'ଣ ନାହିଁ। ତ ଆପଣ ଦେଖିବେ କେଉଁ ଭଳିଆ କୁଲିଂ ଭିତରେ ହେଇଛି। ଦେଖିପାରୁଥିବେ ଭିତରେ କେଉଁ ଭଳିଆ ଆଇସ୍ ହେଇଯାଇଛି, ପୁରା ଫୁଲ୍ ଟାଇପ୍ ଆଇସ୍ ହେଇଛି, ମାନେ ପରଫେକ୍ଟ ଅଛି। କାରଣ ସାମାନ କିଛି ନାହିଁ, ସେଥିପାଇଁ ଏଇଭଳି ଆଇସ୍ ହେଉଛି। ଠିକ୍ ଅଛି। ଭିତରେ ଖୋଲି ଚେକ୍ କଲି, ବେଳେ ଟିକେ ଥିଲା, ସବୁ କ୍ଲିୟର୍ କରିଦେଲି। ଆଉ ଡିସ୍ଚାର୍ଜ ବି ପରଫେକ୍ଟ ହିଟ୍ ଆସୁଛି, ଫିଲ୍ଟର ବି ହିଟ୍ ପରଫେକ୍ଟ ଆସୁଛି। ସବୁ ଲାଷ୍ଟ ଚେକ୍ କଲି -17.3 ଆସିଲାଣି, ମାନେ ଠିକ୍ଠାକ୍ ଅଛି, କିଛି ପ୍ରୋବ୍ଲେମ୍ ନାହିଁ। ତ କିଛି ପ୍ରୋବ୍ଲେମ୍ ନାହିଁ। ଆଇସ୍କ୍ରିମ୍ ଖାଇବାକୁ ହେଲେ 17-18 ଦରକାର, ମାନେ ପରଫେକ୍ଟ ଠିକ୍ଠାକ୍ ଅଛି, କିଛି ପ୍ରୋବ୍ଲେମ୍ ନାହିଁ। ରହିଲି। ଜୟ ଜଗନ୍ନାଥ। ପୁଣି ଥରେ ଦେଖା ହେବା ନେକ୍ସଟ ଏକ ଭିଡ଼ିଓରେ।